112 ଯେକୌଣସି ପରିସ୍ଥିତିରେ ଯେକୌଣସି ଦୁର୍ଘଟଣା ଘଟେ ଆମକୁ 112 ରେ ଖବର ଦେଲେ ଆମେ ସାଙ୍ଗେ ସାଙ୍ଗେ ପହଞ୍ଚିବୁ। କିମ୍ବା ଆମର ତହସିଲ ଲେଭେଲରେ ମଧ୍ୟ ଗୋଟେ କଣ୍ଟ୍ରୋଲ ରୁମ୍ ଖୋଲା ହେଇଛି, ଯାହାର ନମ୍ବର ହେଉଛି 06860283032। ସେଇ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ। LFM MP ବାଞ୍ଜା କଟପାଳ ଦମକଳ କେନ୍ଦ୍ର। ଆଉ ସମ୍ଭାବ୍ୟ ବାତ୍ୟା ଯୋଉ ମନ୍ଥା ଆସୁଛି ସେଥିପାଇଁ ଆମେ ବହୁତ ପ୍ରସ୍ତୁତରେ ଅଛୁ। ଆମଠୁ ମେନ୍ ପାୱାର ଠୁ ଆରମ୍ଭ କରି ବୋଟ୍ ଏବଂ ଯେକୌଣସି ଇକ୍ୟୁପମେଣ୍ଟ ସବୁ ପ୍ରସ୍ତୁତ ଅଛି। ଆଉ ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଘଟଣା ଘଟେ ତାହେଲେ ଆମେ ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିବୁ। ଗ୍ରାଉଣ୍ଡ ଜିରୋରେ କୌଣସି ଭୟଭୀତ ହେବାର ଦରକାର ନାହିଁ। ଆଉ ପ୍ରଶାସନ ମଧ୍ୟ ସଦାବେଳେ ତତ୍ପର ଅଛି। ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଜାଗାରେ ଯେକୌଣସି ପରିସ୍ଥିତିରେ ମଧ୍ୟ ଆମେ ସେଠାରେ ପହଞ୍ଚିବା ପାଇଁ ଚେଷ୍ଟା କରିବୁ। ଜିଲ୍ଲା ସ୍ତରରେ ପ୍ରଶାସନ ତରଫରୁ ଆମର ଛୁଟି ବାତିଲ ହେଇଛି। ଆଉ ଆମର ସମସ୍ତ କର୍ମଚାରୀ ଉପସ୍ଥିତ ଅଛନ୍ତି। ଆଉ ଆମେ ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଜାଗାରେ ଯିବା ପାଇଁ ପ୍ରସ୍ତୁତ ଅଛୁ। ଆମର ଟୋଟାଲ 12 ଜଣ ଅଛୁ। ସାର୍ ସହିତ ଟୋଟାଲ 12 ଆମର ଗୋଟେ ଟିମ୍ କରାହେଇଛି। ଆଉ ସେ ଟିମ୍ ମଧ୍ୟ ପ୍ରଶାସନ ଆମକୁ ଆମ ହାୟର ଅଥରିଟି ଆମକୁ କହିଛନ୍ତି ଆମର ଗୋଟେ ଟିମ୍ କରାହେଇଛି। ନଦୀ କୂଳିଆ ଲୋକଙ୍କୁ ଏତିକି ଆମର କହିବାର ଅଛି, ସେମାନେ ଭୟଭୀତ ହେବାର କୌଣସି କାରଣ ନାହିଁ। ଯେକୌଣସି ପରିସ୍ଥିତିରେ ଯଦି କୌଣସି ଦୁର୍ଘଟଣା ଘଟେ ଆମକୁ ସାଙ୍ଗେ ସାଙ୍ଗେ ସେମାନେ ଖବର ଦେଲେ ଆମେ ସେଠାରେ ଆମ ପାଖରେ ଅଛନ୍ତି ବୋରିଗୁମା ଅଛନ୍ତି, କଷାଗୁଣ୍ଡା ଅଛନ୍ତି ଆମର ନିୟରେଷ୍ଟ ଷ୍ଟେସନରେ। ଆଉ ଯଦି ଆମେ ଅନ୍ୟ କୋଉଠି ଯାଇଥିବୁ ସେମାନେ ଆସିକି ପରିସ୍ଥିତିର ମୁକାବିଲା କରିବେ। ଆଉ ଆମର ହଉଛି 112 ଯେକୌଣସି ପରିସ୍ଥିତିରେ ଯେକୌଣସି ଦୁର୍ଘଟଣା ଘଟେ ଆମକୁ 112 ରେ ଖବର ଦେଲେ ଆମେ ସାଙ୍ଗେ ସାଙ୍ଗେ ପହଞ୍ଚିବୁ। ସବୁ PRI ମେମ୍ବର ଆଉ ଆମର RI ସେମାନଙ୍କୁ ଆମେ ଇନଷ୍ଟ୍ରକ୍ସନ ଦେଇଛୁ ଫିଲ୍ଡ ଲେଭେଲରେ ଆମର ଆୱାରନେସ୍ କରିବା ପାଇଁ। ଯେଉଁ ଆମର ସାଇକ୍ଲୋନ ଆସୁଛି ତାକୁ କେମିତି ଆମେ ଫେସ୍ କରିପାରିବା, ଆଉ ଲୋକଙ୍କୁ ଯେମିତିକି ତାଙ୍କର ଧାନ ଏସବୁ ଜିନିଷକୁ ଯେମିତି ସେମାନେ ସେଫ୍ ଜାଗାରେ ରଖିପାରିବେ ସେଇଟା ପାଇଁ ଆମେ ଆୱାରନେସ୍ କ୍ରିଏଟ୍ କରୁଛୁ। ଆଉ ଆଜି ମଧ୍ୟ 4ଟା ବେଳେ ମଧ୍ୟ ଆମେ ସବୁ ଡିପାର୍ଟମେଣ୍ଟକୁ ନେଇକି BDO ମ୍ୟାଡ଼ାମଙ୍କ ଅଧ୍ୟକ୍ଷତାରେ ଆମେ ମିଟିଂ ବି ରଖାହେଇଛି। ଆଉ ଆଜି ଆମର ଯେଉଁ ଫାୟାର ସର୍ଭିସ୍ ଆମର ଯେଉଁ ଫାୟାର ବ୍ରିଗେଡ୍ ଟିମ୍ ଅଛନ୍ତି କୋଟପାଡ଼କୁ, ତାକୁ ଆମେ ଅଲରେଡ଼ି ରେଡ଼ି ହେଇକି ଅଛନ୍ତି, ସେମାନେ ପ୍ରିପେୟାର୍ଡ ହେଇକି ଅଛନ୍ତି। ତାକୁ ଆମେ ଜଷ୍ଟ ଆଜି ମଧ୍ୟ ଆମେ ନିରୀକ୍ଷଣ କରିଥିଲୁ। ଆଉ ଯଦି କୌଣସି ଜାଗାରେ ରୋଡ୍ କଟଅଫ୍ ହୁଏ କିମ୍ବା କୌଣସି ଗଛ ଭାଙ୍ଗିଯାଏ ଘର ଉପରେ ହେଉ, ଯେକୌଣସି ଜିନିଷରେ ହେଉ, କିମ୍ବା କୌଣସି ଜାଗାରେ ଫ୍ଲଡ୍ ସିଚୁଏସନ୍ ବି ହୁଏ, ତୁରନ୍ତ ଆମର ଯେଉଁ 112 ନମ୍ବର ଅଛି ଫାୟାର ସର୍ଭିସ୍ ନମ୍ବର, ସେଇ ନମ୍ବରରେ ଫୋନ୍ ଯୋଗାଯୋଗ କରିବେ। କିମ୍ବା ଆମର ତହସିଲ ଲେଭେଲରେ ମଧ୍ୟ ଗୋଟେ କଣ୍ଟ୍ରୋଲ ରୁମ୍ ଖୋଲା ହେଇଛି, ଯାହାର ନମ୍ବର ହେଉଛି 06860283032। ସେଇ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ। କିମ୍ବା ଆମର ଯେତେ PRI ମେମ୍ବର୍ସ ଅଛନ୍ତି, ଆମର PO ଅଛନ୍ତି GP ଲେଭେଲରେ, RI ମାନେ ଅଛନ୍ତି, ତାଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ। ଚାଷୀମାନଙ୍କ ପାଇଁ ମଧ୍ୟ ଆମେ ଆମର ଏଗ୍ରିକଲଚର ଅଫିସରଙ୍କୁ ଆମେ ଡାକିଛୁ। ସେମାନଙ୍କ ଥ୍ରୁରୁ ଆମେ ସେମାନଙ୍କୁ ମେସେଜ ଦେବୁ ଯେ ଏ ଯେଉଁ ସାଇକ୍ଲୋନ ଅଛି ତାଙ୍କର ଯେଉଁ ଆମର ଧାନ କଟା ସମୟ ଏଇଟା, ସେମାନେ କେମିତି ସେଫ୍ ଜାଗାରେ ତାଙ୍କର ଧାନକୁ ରଖିପାରିବେ, ସୋ ଦ୍ୟାଟ୍ ସେମାନେ କ୍ଷତିଗ୍ରସ୍ତ ହେବେ ନାହିଁ, ସେ ପ୍ରତି ସଚେତନ ହେବେ। ଆଉ ଆପଣଙ୍କ ମାଧ୍ୟମରେ ଆମେ ଜଣାଉଛୁ ସେମାନଙ୍କୁ ଯେ ଏଇ ଆଜି 27ରୁ ଯେମିତି 30 ଯାଏଁ ଆମର ପାଣିପାଗ ସୂଚନା ଦେଇଛନ୍ତି, ସେଇ ଅନୁସାରେ ସେମାନେ ଧାନକୁ ଯେମିତି ଠିକ୍ ଜାଗାରେ ରଖିପାରିବେ, ସୋ ଦ୍ୟାଟ୍ ଆମେ ବେଶୀ କ୍ଷତିଗ୍ରସ୍ତ ହେଇପାରିବା ନାହିଁ। ଆଉ ଯଦି ବା ଫର୍ଦର ସେମାନଙ୍କର ଚାଷ ନଷ୍ଟ ହୁଏ ତ ପ୍ରଶାସନକୁ ତୁରନ୍ତ ଅବଗତ କରିବେ, ସୋ ଦ୍ୟାଟ୍ ଆମେ ତାକୁ ଗଭର୍ଣ୍ଣମେଣ୍ଟ ଅନୁସାରେ ଆସିଷ୍ଟାଣ୍ଟ ପ୍ରୋଭାଇଡ୍ କରିବାର ବ୍ୟବସ୍ଥା ମଧ୍ୟ କରିବୁ।